ଔଷଧ ପକାଇ ଲକ୍ଷାଧିକ ଟଙ୍କାର ପାନ ବରଜ ନଷ୍ଟ ଅଭିଯୋଗ ଆସିଛି। 1 ମାସ ପୂର୍ବେ ଲକ୍ଷାଧିକ ଟଙ୍କାର ପାନ ବରଜରେ ବିଳମ୍ବିତ ରାତିରେ 3 ଜଣ ଦୁର୍ବୃତ୍ତ ଔଷଧ ପକାଇ ନଷ୍ଟ କରିଦେଇଛନ୍ତି, ଯାହାକୁ ନେଇ ଥାନାରେ ଅଭିଯୋଗ କରାଯାଇଛି। ଏ ଘଟଣା ଘଟିଛି ଏରସମା ଥାନା ଅନ୍ତର୍ଗତ କୁଞ୍ଜକୋଠି ନୂଆ ରତନପୁର ଗାଁର ବସନ୍ତ ଦଳେଇ, ଯିଏକି ପାନ ବରଜକୁ ଦେଖିବା ପାଇଁ ଆସିଥିଲେ ଏବଂ ଏଭଳି ଦେଖି ସେ ଥାନାରେ ଅଭିଯୋଗ କରିଛନ୍ତି। ବସନ୍ତ ଦଳେଇଙ୍କ ନିଜ ଭାଇ କୌଣସି କାରଣରୁ ଆଗରୁ ଧମକ ଚମକ ଦେଇ ଆସୁଥିଲେ ଏବଂ ଯାହାକି ତାଙ୍କର ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଛି। ଅନ୍ୟପଟେ ବିଳମ୍ବିତ ରାତିରେ ଶରତ ଦଳେଇ, ଦୀପକ ଦଳେଇ, ମଙ୍ଗରାଜ ଦଳେଇ 3 ଜଣ ବ୍ୟକ୍ତି ଆସି ବିଷାକ୍ତ ଔଷଧ ପକାଇ ଦେଇଛନ୍ତି, ଯାହାଫଳରେ 50,000 ଟଙ୍କାର ପାନ ବରଜ ମରିଯାଇଛି ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି। ଆଜ୍ଞା, ମୋ ନାଁ ବସନ୍ତ ଦଳାଇ, ତାଙ୍କ ନାଁ ହେଉଛି ପୁତ୍ର ଦଳାଇ। ଆଜ୍ଞା, ମୋର 100 ଗଛ ବର୍ଜ ନଷ୍ଟ କରିଦେଇଛନ୍ତି। ମୋର ସମ୍ପର୍କ ଭାଇ ପୁତୁରା ନଷ୍ଟ କରିଦେଇଛନ୍ତି, ପୁଣି ଜାଣି ଦେଇଛନ୍ତି। ତାଙ୍କର ମୋର ଆଗରୁ ପାଠ୍ୟକ୍ରମ ହେଇଥିଲା। ମୋତେ ଅକ୍ଟୋବର 2 ତାରିଖ ଦିନ ସେମାନେ କହିଥିଲେ ଯେ ତୋ ଜୀବିକାକୁ ମାରି ତୋ ଗଛିକି ଆଣିବେ। ତେଣୁ ଜାନୁଆରୀ 27 ତାରିଖ ଦିନ ରାତିରେ ସେମାନେ ଆସିକିରି ଔଷଧ ମାରିକିରି ସେ 3 ଜଣ ଯାକ, ଦି ପୁତୁରା ଆଉ ବଡ଼ ସାନ ଭାଇ, ଏଇମାନେ ଆସିକିରି ଔଷଧ ମାରିକିରି ମୋ ପାନ ବରଜଟାକୁ ନଷ୍ଟ କରିଦେଇଥିଲେ। ମୁଁ ଯାଇ ଏରସମା ଥାନାରେ ମଲ୍ଲିକ ସାର୍ଙ୍କୁ ଏଫଆଇଆର ଦେଇଥିଲି। ମଲ୍ଲିକ ସାର୍ ଆସି ରାତି 7ଟା ବେଳେ ଇନକ୍ୱାରି କରିଥିଲେ। ଇନକ୍ୱାରି ପରେ ମୁଁ ମଧ୍ୟ ସେଠିକି ଯାଇଥିଲି, ସେମାନଙ୍କୁ ଡାକିଥିଲି। ଏପର୍ଯ୍ୟନ୍ତ ହେଇଗଲା 2 ମାସ ହେଇଗଲା। 2 ମାସ ଭିତରେ କିଛି ନ୍ୟାୟ ମିଳିଲା ନାହିଁ। ତେଣୁ ସେମାନେ ପୋଲିସ ତାଙ୍କର କର୍ତ୍ତବ୍ୟ ଅନୁସାରେ କୋର୍ଟକୁ କେସ୍ ପଠାଇ ଦେଇଛନ୍ତି। ତେଣୁ ମୁଁ କୋର୍ଟ ମହାଶୟ, ଦଳ ମହାଶୟଙ୍କୁ ଅନୁରୋଧ କରିବି ମୋତେ ନ୍ୟାୟ ପ୍ରଦାନ କଲେ। ଇଏ ତ 20 ଲକ୍ଷ ଟଙ୍କାର ସତ୍ୟ ତମର।